ଏଠି ବସିଥିଲେ ଆୟୁଷ ଏବେ ବଜାର ଆସିଛନ୍ତି ପରିବା କିଣୁ ସବୁ ପରିବାପତ୍ର କିଣିଲେ ଆଉ ଏଠି ଖାଇବେ ଜଳ। ତ ଏବେ ଦେଖନ୍ତୁ ଏବେ ପୂଜା ଚାଲିଛି ଦେବଙ୍କ ଘରେ ଆଉ ସକାଳୁ ସକାଳୁ ଆଜି ଆଉ ମା ଏଇନା କୁଆଡ଼େ ନେଇକି ଯିବୁ ପୂଜା ଜିନିଷ? ହଁ ତ ମା ସବୁ ପୂଜା ଜିନିଷ ସବୁ ତିଆରି କରିସାରିଲାଣି ଏବେ ନେଇକି ଯାଉଛି ଆଉ ମମି ଘର ପୂଜା କରିଦେଉଛି ଆଉ ଘର ପୂଜା ସରିଲାଣି ଆଉ ଅଛି ତବେ ଚଉରା ପୂଜା ଏଇନା ହବ ତ ନା। ତ ଏବେ ଦେଖନ୍ତୁ ମା ଏବେ ଏଠି ପରିବା କାଟୁଛି ମା ଏଠି କ'ଣ ହବ ପରିବା କାଟୁଛୁ? ଡାଲମା ହବ ଆଜି ଗୁରୁବାର। ମା ଡାଲମା ହବ? ସାଧା ତରକାରୀ ହବ ନା? ଡାଲମା ହବନି ମାନେ ସାଧା ଡାଲି ହବ ଆଉ ସାଧା ତରକାରୀ ହବ। ଆଉ ଏଠି ଭାତ ବସିଛୁ ନା କ'ଣ ମମି? ଭାତ ବସିଛୁ? ଭାତ ନୁହଁ ପାଣି ଫୁଟଉଛି ତ ପାଇଁକା। ତ ଏବେ ଦେଖିପାରୁଥିବେ ସମସ୍ତେ ମମି ଏବେ ଏଠି ରୋଷେଇ କରିବା ଲାଗି ପଡ଼ିଛି ପରିବା ସବୁ କଟାକଟି କରିଦେଇଛି। ଆଜି କ'ଣ ହବ ରୋଷେଇ ମମି? ଆଜି ହଉଛି ଅରୁଆ ରନ୍ଧା ହେଇଯାଇଛି। ହଁ ଆଉ ସାଧା ଡାଲି ହେଇଯାଇଛି। ଅରୁଆ ହେଇଯାଇଛି ନା? ସାଧା ଡାଲି ହେଇଛି। ଇଏ ହେଉଛି ବୁଟ ଆଉ ଏଥିରେ ପଡ଼ିଛି ହେଉଛି ଚଣା ବୁଟ ମଟର ପକେଇଛି ହେଇଛି ସିଝି ଯାଉଛି ସିଝି ହେଉଛି ସବୁ ପକେଇକି ସିଝେଇ ଦେଇକି ସାଧା ତରକାରୀ ଦେଇ ଏଇଟା ଆଳୁ ପକାଇକି ଥୁଆହେଇଛି। ପରିବା ସବୁ ଏଠି କଟା ହେଇଛି ଆଉ ମସଲା ଖାଲି ଥୋଇଛି ବାଟିକିରି। ହଁ ଜିରା ପାନମଧୁରୀ ଆଉ ସୋରିଷ ସାଧା ତରକାରୀ। ତ ଦେଖିବା ମା ଏଠି କ'ଣ କରୁଛୁ ଏବେ? ଅଳିଆ ମଳିଆ ହେଇକି ପଡ଼ିଛି ତ ହଁ ସେଇ ଅଳିଆ ଅଳିଆ କରି ସଫା କରୁଛି ଆଉ କ'ଣ କରିବେ ଆଉ ହଁ ତ ସଫାସଫି ନ କଲେ ଏଗୁରା ଜନ୍ତୁ ଜଙ୍କା ରହିବେ ଇଏ ହେବେ। ସବୁ ରଖା ହେଇଥିଲା ଯେଉଁ କ'ଣ ଜାଳ ରଖା ହେଇଥିଲା ବୋଧେ? ହଁ ଜାଳ ରହିଥିଲା ଜାଳ ସରିଗଲା ତାକୁ ସବୁ ସଫା କରିକି ତାକୁ ଉଠଉଛି ଆଉ। ତ ଏବେ ସବୁ କଡ଼ାକଡ଼ି ହେଇଯାଉଛି ନହେଲେ ଜନ୍ତୁ ରହିଯିବ ଯେଉଁ ସାପ ଫାପ ଆସିକି ସେ ଫାଙ୍କରେ ପାଖ ମାନଙ୍କରେ ରହିବ ସବୁ। ହଁ ଏବେ ତ ସଫାସଫି କରିଦେଇଥିବେ ଆଉ। ତ ଏବେ ଦେଖନ୍ତୁ ଆଉ ଖାଇବା ମମି ସରିଗଲାଣି? ହଁ ରୋଷେଇ ସରିଗଲାଣି। ରୋଷେଇ ସରିଗଲାଣି ସକାଳ ପାଇଁ ଚୁଡ଼ା ଭାଜୁଥିଲି ତ। ହଁ ତ ଏବେ ଚୁଡ଼ା ଏବେ ଭଜା ହେଇକି ଚୁଡ଼ା ବୋଧେ ଚୁଡ଼ା ଚୁଡ଼ା ଭଜା ଆଉ ଚୁଡ଼ା ଜିନିଷ ଆସିନି ବା ଚୁଡ଼ା ଗୁଣ୍ଡ ହବ? ଦୋକାନ ବନ୍ଦ ଅଛି। ଚୁଡ଼ା ଗୁଣ୍ଡ ହବ? ଲାଇନ ନାହିଁ ଭାଇ ନା ଲାଇନ ନାହିଁ ନା। କଟିଲା। ଆଉ ଏଠି କାଜୁ ପିସ୍ତା ଗରମ କରି ଥୁଆ ହେଇଯାଇଛି। ଧୋଇକି ଥୋଇଛି ସେଟା ଶୁଖେଇଛି ଆଉ ଟିକେ ଶୁଖେଇଲେ ଭଜା ହବ। ତ ଅଛି ଏବେ ସବୁ ଚୁଡ଼ା ହବ ଆଉ। ରୋଷେଇ ସରିଗଲା ଏବେ ଖାଉଛନ୍ତି ଭାତ ଅରୁଆ ଭାତ ଡାଲି ସେଉ ଆଉ ସାଧା ତରକାରୀ ବି କରିଥିଲି। ଖଟା କ୍ଷୀରି ଆଉ ବାବା ଆସିଲେଣି ବସିବେ ଖାଇବାକୁ ଆଉ ଖାଇବେଟି ଆସ ବସ ସେଇଠି। ଖଟା କ୍ଷୀରି ଖାଇବ ହେଇଛି ସାନୁ ଭାଇ ଶିବୁନା କହୁଛି ଶିବୁନା ମୋ ବାଳ ହେଇଗଲାଣି କେତେଥର ହେଲା ଶିବୁନା କହୁଛି ଖଟା କ୍ଷୀରି କରିବାକୁ ହେଲା। ଆମେ ତମର ମନ ଖାଇବା ଆଉ। ତ ଏବେ ଦେଖନ୍ତୁ ମମି ଏବେ ଅଟା ଚକଟୁଛି ଆଉ ରାତିକି ରୁଟି ହବ ବୋଧେ। ହଁ ରୁଟି ହବ ନା ପରଟା ହବ? ପରଟା ତ ପରଟା ହବ ଆଉ ଭଜାଭଜି କ'ଣ ହେଇଛି ହବ ତ ପରଟାକୁ ଭଜା ଖିଆ ହବ। ହଁ ଅଟା ଚକଟା ହେଉଛି ଆଉ। ତ ବାବା ଏଠି ବସିଥିଲେ। ପୁରୀ ତ ଏବେ ବର୍ତ୍ତମାନ ପାଇଁ ମମି ଏବେ ପରଟା କରିବା ଲାଗି ପଡ଼ିଛି। ସନ୍ଧ୍ୟାବେଳ ଟାଇମ୍ ହେଇଛି। ପରଟାରେ ଆମର କ'ଣ ହେଲା କ'ଣ କହିଲେ ଗୋଟେ ରହିଗଲା। ପରଟା ଏବେ ଚାଲିଛି ତ ହେଉଛି ଆଉ। ଓହୋ ପୋଡ଼ିଗଲା ବୋଲି ସେଇ କଥା କହୁଛ ଏଇଠୁ ତାହେଲେ। ହଁ ଆଉ ଏତିକି ଘଣ୍ଟା ଅଛି ନା ତ ରହିଗଲେ ଯାହା ଆୟୁଷ ତ ସେପଟେ ପାଠ ପଢ଼ୁଛୁ ବୋଧେ। ନାଇଁ ସରିନି ତ। ଏବେ ରାତିରେ ହେଲା ଖାଉଛନ୍ତି ମା ନାତି ସେପଟେ ଖାଉଛନ୍ତି ବସିକିରି ଆଉ ପରଟା ଆଉ ତରକାରୀ ଆଉ। ବଡ଼ ପୁଅ ସେ ଘର ଭିତରେ ବସିକି ଖାଉଛି। ସେ କହିଲା ମୁଁ ଟିକେ ଟିଭି ଦେଖିକି ଖାଇବି ଆଉ ବୋଉ ତ ଏଠି ବାରଣ୍ଡାରେ ବସିକି ଖାଉଛନ୍ତି ଦିନରେ ଆଉ ଏଠି ତ ଏଠି ଖାଉଛନ୍ତି। ମୁଁ କହିଲି ମୁଁ ଖାଇଦେବି ଏଇଠି ତାଙ୍କ ସହିତ ଆଉ ଏଠି ଖାଉଛନ୍ତି ଆଉ ରାତିରେ ଆଉ ପରଟା ତରକାରୀ ଆଉ। ଆୟୁଷ ଏବେ ବଜାର ଆସିଛନ୍ତି ପରିବା କିଣୁଛନ୍ତି।
ତାଙ୍କ ବାବା ଆଉ ସିଏ ପରିବା ଏଠି କିଣିଲେ। କ'ଣ କ'ଣ ସବୁ ପରିବା କିଣା ହେଇଛି? ଶିମ୍ବୁ, ଧନିଆ ପତ୍ର, ପିଆଜ, ବାଇଗଣ ଆଇ ସବୁ ବାଜି ଦେଇଛନ୍ତି ହେଲା। ଧନିଆ ପତ୍ର ଆଉ ଟମାଟୋ ଆସିବ। କୋବି ନେବା କହୁଛନ୍ତି ବା, କୋବି ନେବା ଟିକେ, କଲରା ବି ଗଲା ବା। ସବୁ ସାନ ଏଠି ବାଛି ସାରିଲାଣି, ବାଛିକିରି ଏବେ ପରିବା ପତ୍ର କିଣୁଛନ୍ତି ନା। ପତ୍ରକୋବି ଆନୁ ସାନ ଯାଇକି ଗୋଟେ ପତ୍ରକୋବି କ'ଣ କହିଲୁ? ଫିଣ୍ଡିଆ ହେଉଛି ଫୁଲକୋବି ଗୋଟେ ଆଣିଲେ ହେଲା ଗୋଟେ। ହଁ ଇଏ ଭଲ ଅଛି, ସେଇଟା ଭଲ ନାହିଁ, ସେଇ ଫୁଲଟାକୁ ବେଟା ହେଲା। ବ୍ୟାଗ ଫୁଲ ହେଇଗଲା, ଆଉ କିଛି ଆଣିବା ଦରକାର ନାହିଁ। ଚାଲ ଏଥରକ ହେଲା। ସଜନା ଛୁଇଁ ଜାଗା ହେଲାନି, ଆମର ଗାଡ଼ିରେ ମରା ହେଇଗଲା ଏମିତି ହେଲା। ଆଇସୁ ଏବେ ଚାଲିଲେ ଜଳଖିଆ ଖାଇବାକୁ, ଆଉ ବଜାର ଆସିଥିଲେ ସବୁ ପରିବାପତ୍ର କିଣିଲେ, ଆଉ ଏଠି ଖାଇବେ ଜଳଖିଆ ଯୋଡ଼େ ଯିବେ ଆଉ। ଆଇସୁ ଆସିଲା ଖାଇବା ପାଇଁକା, ତାଙ୍କ ବାବା ସବୁ ଅଛନ୍ତି। ଖାଇବ ଜଳଖିଆ କରିବ, ଏବେ ହେଇଗଲା ରେଡ଼ି। ଆଇସୁ ଏବେ ଖାଇବେ ଏଇଠି ବସିକି। ଏବେ ହେଇଗଲା ରେଡ଼ି ଜଳଖିଆ ଆୟୁଷ ବାବାର ଆଉ ମୋର, ମାନେ ଆୟୁଷର ହେଲା। ଖାଅ ଦିଅ। ଆଉ ତାଙ୍କ ବାବା ସେପଟେ ଯାଇଛନ୍ତି ଖାଇବେ ଏଇନା ଆଉ। ଆୟୁଷ ବାବା ସେଠି ଖାଉଛନ୍ତି ଛିଡ଼ାଇକି ରୋଡ଼ରେ, ସେ ଆସିଲେନି ଭିତରକୁ, ଆଉ ସେ ସେଠି ଖାଇଲେ, ଆମେ ଏଠି ଆସି ବସିକି ଖାଉଛୁ ହେଲା। ତ ବର୍ତ୍ତମାନ ଆମେ ଦେଖିପାରୁଥିବେ ମମ୍ମି ଏବେ ପରିବା କାଟିବାରେ ବ୍ୟସ୍ତ ଅଛି ରାତି ପାଇଁ। ଆଉ ଆଜି କ'ଣ ହେବ ରାତିରେ ମମ୍ମି? ସଜନା ଛୁଇଁ ଆଳୁ ଭଜା ହେବ, କିଛି ମସଲା ଦିଆ ହେଇଛି। ଶିମ୍ବ ବି ହେଇଛି, ଶିମ୍ବ ଭଜା ହେବ। ଏଇ ଶିମ୍ବ ଥୁଆ ହେଇଛି ନା? ଶିମ୍ବ ଇଏ ମଟର ଛୁଇଁ ମିଶି ଶିମ୍ବ, କଲରା ଆଉ ଅଦା ସବୁ ଅଛି। ସବୁ ଆସିଛି ପରିବା ପତ୍ର। ଆଉ ଆଳୁ ଏଠି କଟା ହେଇଛି ଚୁନ ଚୁନ କରି, ଆଉ ଏଠି କଟା ହେଉଛି ଛୁଇଁ କଟା ହେଇଛି ଆଉ। ଆଉ ଆଜି ବଜାର ଯାଇଥିଲେ ଗୁଣ୍ଡ ପିଆଜ ଜାଣିଛ ନା? ସବୁ ଆସିଛି ଏଠି ପରିବା ପତ୍ର। ଗୁଣ୍ଡ ପିଆଜ ଗୁଡ଼ା ଗୁଣ୍ଡ ପିଆଜ ଥିଲା ତ, କହିଲି ବାବାଙ୍କୁ କହିଲି ଗୁଣ୍ଡ ପିଆଜ ନିଅ, ଭଲ ଲାଗିବନି ଟିକେ ଖାଇବାକୁ। ପଖାଳରେ ବି ଯେଉଁଥିରେ ଖାଉଛ ଖାଅ, ଭଲ ଲାଗିବ। ଇଏ ସାଙ୍ଗେ ସାଙ୍ଗେ ଖାଇ ହେଇଯିବ ତ, ଭଲ ଲାଗିବ ସିଏ। ଆଉ ସାନୁ ଯାଇଥିଲା ସନ୍ଧ୍ୟାବେଳେ, ସେ ସାନୁ ମୁଁ ବାବା ଯାଇଥିଲୁ, ସବୁ ପରିବା ପତ୍ର ଆଣିକି ଆସିଛୁ। ଆଉ ଆମେ ଏଇନା ଆସିଲ ଦୋକାନ ବନ୍ଦ କରିକି? ଆଉ ଏଇନା ତ ଆଉ ଦୋକାନ ବନ୍ଦ କରି ସାଙ୍ଗେ ଆସିଲେ ଆଉ ଏଠି